ଭାଇ ଶୁଣନ୍ତୁ ଏଇ ମୋ କହିବା କଥା ଆପଣ ଯୋଉ ଭତ୍ତାଟା ଯୋଉ ପାଉଥିଲେ ଆଗରୁ ହାତେ ହାତେ ପାଉଥିଲେ ନା ହାତେ ହାତେ ପାଉଥିଲେ ନିଜେ ଆନ୍ଧାର କାଳ ହେଇଛି ବୋଲି ଏଇ ମୋହନ ବାବୁ ବର୍ତ୍ତମାନ ଆଦିବାସୀ ମାନଙ୍କୁ ସେମାନଙ୍କୁ ବନ୍ଦ କରିଦେଇଛନ୍ତି ଭତ୍ତା ବନ୍ଦ କରିଦେଇଛନ୍ତି। ମୋହନ ମାଝୀ କି ଆପଣ ଚିହ୍ନିଛନ୍ତି ତ? ମୁଁ ଚିହ୍ନିନି ମୁଁ ଶୁଣିଛନ୍ତି ଶୁଣିଥିଲି। ସେ କିଏ କୁହନ୍ତୁ ନା ମୋହନ ମାଝୀ କିଏ କୁହନ୍ତୁ? ଆଦିବାସୀ ଆଦିବାସୀ ସେ ହଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ଜାଣିଛନ୍ତି? ହଁ ମୁଖ୍ୟମନ୍ତ୍ରୀ ଲୋକ ଗାଡି ମାରିଛୁ ଲୋକଙ୍କୁ ହଇରାଣ କରୁଛନ୍ତି। ଆଚ୍ଛା ହଉ ଶୁଣନ୍ତୁ ଆପଣ ମୋ କହିବା କଥା ଭତ୍ତା ପାଉଥିଲେ ପଞ୍ଚାୟତ ଅଫିସ ନିଜେ ଯାଉଥିଲେ ନା ଆସିକି କିଏ ଦଉଥିଲେ? ସେ ଲୋକଙ୍କୁ ପଚାର ମୁଁ ପାଉଛୁ ନା ମାଗିକି ଖାଉଛୁ। ହଉ ହଉ ଶୁଣନ୍ତୁ ଶୁଣନ୍ତୁ ନା ହଉ ଠିକ ଅଛି। ଆଚ୍ଛା ଆପଣଙ୍କର ଯୋଉ ସ୍ତ୍ରୀ ଯିଏ ତାଙ୍କ ନାଁ କଣ? ଫୁଲ ମାଝୀ। ଫୁଲ ମାଝୀ ସେ ଫୁଲ ମାଝୀ ସେ ମାଉସୀ ଯିଏ ସିଏ ପାଆନ୍ତି ଭତ୍ତା ପାଆନ୍ତି ସିଏ? ଆମେ ଘୋଇତା ନେଇ ପାଆନ୍ତି ଏବେ ପାଉଛନ୍ତି କି? ନା ସିଏ ବି ପାଉନାହାନ୍ତି। ଇଏ ସିଏମ କରିବା ବୋଲି କେହି ଶୁଣୁନି। ସରପଞ୍ଚ ବାବୁ ସୁబ్బା ସେଇ କେହି ଶୁଣୁନାହାନ୍ତି। ଚାଉଳ ସେ ପାଉଛନ୍ତି ବି ପାଉନାହାନ୍ତି। ଏଇ 5 ମାସରେ 6 ମାସର 7 ମାସ 15 କାହିଁ ବନେଇବା ବନ୍ଦ ହେଇଗଲା। ଚାଉଳ ବନ୍ଦ ହେଇଗଲା। ହଉ ଶୁଣନ୍ତୁ ସେଇଟା ତେଲ ପାଉନି କଲା କାହିଁକି ବନ୍ଦ କଲା ଆମେ କେମିତି କରିବା? ଲାଇନ ବ୍ୟବସ୍ଥା ଅଛି ନା ନାଇଁ କୁହନ୍ତୁ ଘର ପାଖରେ? ଲାଇନ ଜଳେ ନା ଜଳେନି? ଲାଇନ ମଧ୍ୟ ନାହିଁ। ଦେଖନ୍ତୁ ହଉ ଠିକ ଅଛି। ବହୁତ ଦୁଃଖର କଥା ଦେଖନ୍ତୁ ଏ ବୁଦ୍ଧିଆ ଭାଇଙ୍କ ଯିଏ କି ଜନ୍ମରୁ ପୁରା ସେ ଭିନ୍ନକ୍ଷମ ମାନେ ତାଙ୍କର ଆଖି ସମ୍ପୂର୍ଣ୍ଣ ଭାବରେ ସେ ଦେଖି ପାରନ୍ତିନି। ମୁଁ ମଧ୍ୟ ମୋ ଛୋଟବେଳ ଦେଖି ଆସିଛି ଏ ଭାଇ ଜଣେ ଭିକ୍ଷାବୃତ୍ତି କରି ଚଳନ୍ତି ରାସ୍ତାରେ ବାଡି ଧରିକି ତାଙ୍କର ଯୋଉ ମାନେ ସ୍ତ୍ରୀ ଯିଏ ତାଙ୍କୁ ନିଜେ ମଧ୍ୟ ଦରାଙ୍କୁ ଧରି ଧରି ନେଇଯାନ୍ତି ଭିକ୍ଷାବୃତ୍ତି କରନ୍ତି। ଯେତେବେଳେ କାଲି ଆମେ ଶୁଣିଲୁ ଯେ ଭାଇଙ୍କ ପରିବାରରେ ଗୋଟେ ଦୁଃଖର ପାହାଡ ଫେରି ଆସିଛି ମାନେ କଣ ନା ତାଙ୍କୁ ସରକାର ଯୋଜନା ରାସନ କାର୍ଡ ଯୋଜନାରେ ବଞ୍ଚିତ କରାଯାଇ 5 ମାସ 6 ମାସ ହେଲା ବନ୍ଦ କରାଯାଇଛି ଏବଂ 5 ମାସ 6 ମାସ ହେଲା ଯୋଉ ଉଭୟ ମାନେ ଯୋଉ ବୁଦ୍ଧିଆ ଏବଂ ଫୁଲ ମାଝୀ ଯୋଉ ଆମର ଭତ୍ତା ଯୋଉ ପାଉ ଆମର ଯୋଉ ରାସନ ପାଉଥିଲେ ସେ ରାସନ ମଧ୍ୟ ବନ୍ଦ ହେଇଛି। ଏବଂ ଆଉ ଗୋଟେ ଦୁଃଖର କଥା ଦେଖନ୍ତୁ ଏ ପରିବାର ପାଖରେ ଆଜି ପର୍ଯ୍ୟନ୍ତ ମାନେ ଅନ୍ଧାର ଜୀବନ ଯାପନ କାଟୁଛନ୍ତି। ସରକାର ତ ଆପଣ ଜାଣିଛନ୍ତି ଯେ ବର୍ତ୍ତମାନ କିରୋସିନ ଦବାଟା ବର୍ତ୍ତମାନ ବନ୍ଦ କରିଛନ୍ତି ଏବଂ କଣ ପାଇଁ ନା ଗାଁ ଗାଁରେ ବିଜୁଳି ବ୍ୟବସ୍ଥା କରାଯାଇଛି। ଖୁଣ୍ଟି ଅଛି କିନ୍ତୁ ଦେଖନ୍ତୁ ଦେଖନ୍ତୁ ଏ ଘରେ ଲାଇନ ର ବ୍ୟବସ୍ଥା ନାହିଁ ନା ମିଳୁଛି ଏ ପରିବାରକୁ କିରୋସିନ ମିଳୁଛି ନା ବ୍ୟବସ୍ଥା ଅଛି। ତେଣୁ ଏ ପରିବାର ମାନେ ରାତି ହେଲେ ପୁରା ଅନ୍ଧକାର ହିଁ ଜୀବନ ବିତାଉଛନ୍ତି। ପ୍ରକୃତରେ ଇଏ ତ ଅନ୍ଧ ଏ ତ ମାନେ ଦିନ ରାତିରେ କଣ ଫରକ ଜାଣି ପାରୁନାହାନ୍ତି କିନ୍ତୁ ତାଙ୍କ ପାଖରେ ଯିଏ ମାଉସୀ ଅଛନ୍ତି ସେ ମାନେ ତାଙ୍କ ପାଖରେ ଯୋଉ ଦିନର ଆଲୋକ ଯୋଉ ଭଳିଆ ରହୁଛି ବର୍ତ୍ତମାନ ଆମେ ଯୋଉ ସାଧାରଣ ଲୋକ ଯେମିତି କଣ ଗୋଟେ ରାତି ହେଲେ ମଧ୍ୟ କଣ ସେଇଭଳିଆ ଆଲୋକର ମଧ୍ୟ ଗୋଟେ ଆବଶ୍ୟକତା ଅନୁଭବ କରୁଛୁ କିନ୍ତୁ ସେଇ ତାଙ୍କର ଯୋଉ ଆବଶ୍ୟକତା ମଧ୍ୟ ତାଙ୍କ ପାଖରେ ମଧ୍ୟ ନାହିଁ। ଏହା ବହୁତ ଦୁଃଖ ଏବଂ ବିଡମ୍ବନାର ବିଷୟ।